ବାଲେଶ୍ୱର ସହରର ଗୋପାଳଗାଁ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଆଜି ପୂର୍ବାହ୍ନ 11ଟା ସମୟରେ ସଦର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ସଦର ବ୍ଲକ ବିଡିଓ, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇ ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଯୋଜନା ଗୁଡ଼ିକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବ୍ଲକର ସମସ୍ତ ମତ୍ସ୍ୟ ଚାଷୀ, କୁକୁଡ଼ା ଚାଷୀ, ଗୋପାଳକ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ। ସେହି ଅବସରରେ ଆମ ସହିତ ଉପସ୍ଥିତ ଅଛନ୍ତି ମୁଖ୍ୟ ଅତିଥି ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ମହୋଦୟ ଏବଂ ଉପସ୍ଥିତ ଅଛନ୍ତି ଏ ଆୟୋଜନ ଯେଉଁ କରିଛନ୍ତି ଯେଉଁମାନଙ୍କୁ ସମସ୍ତଙ୍କୁ ସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳାକୁ ଆୟୋଜନ କରୁଛୁ ପ୍ରତି ବ୍ଲକରେ। ଗୋଟେ ପୂର୍ବରୁ ଜିଲ୍ଲା ସ୍ତରରେ ହେଉଥିଲା। ଆମର ଲକ୍ଷ୍ୟ ରହିଛି ଆମେ ସମସ୍ତ ଚାଷୀଙ୍କ ପାଖକୁ ଆମର ଯେତିକି ଯୋଜନା ମାନ ଚାଲିଛି ସରକାରଙ୍କର, ଭାରତ ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ହୁଅନ୍ତୁ, ଏ ଦୁଇଟି ବିଭାଗର ଯୋଜନା ଚାଲିଛି ଆମେ ତାଙ୍କ ପାଖକୁ କେମିତି ପହଞ୍ଚାଇ ପାରିବା, କେମିତି ଆମେ ନୂଆ ଟେକ୍ନୋଲୋଜି ଯେଉଁଗୁଡ଼ିକ ଆସୁଛି, ଯେଉଁଗୁଡ଼ିକ ଆମର ମାଛ ଚାଷ ଏବଂ ପ୍ରାଣୀ ସମ୍ପଦର ବୃଦ୍ଧି ପାଇଁ ଆମେ ହେଇପାରୁଛି ତାକୁ କେମିତି ପହଞ୍ଚାଇବା ତାହିଁ ଅଧିକାରୀ ସଦର ବ୍ଲକ ବାଲେଶ୍ୱର ଆପଣ ସମସ୍ତଙ୍କୁ ସାଦର ନମସ୍କାର ଜଣାଉଛି। ଆଜି ଆମେ ଆୟୋଜିତ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳାରେ ସମସ୍ତ ଏଇ ଆମର ପ୍ରୋଗ୍ରାମଟା ଲାଷ୍ଟ ଅନ୍ତିମ ପର୍ଯ୍ୟାୟରେ ଆସିକି ପହଞ୍ଚିଛି। ସେଥିପାଇଁ ମୁଁ ଆଜି ମେଳାରେ ଉପସ୍ଥିତ ରହି ଯେଉଁ ଅତିଥିମାନେ ଆମକୁ ଉତ୍ସାହିତ କରିଛନ୍ତି ଏବଂ ଏ ମେଳାକୁ ସଫଳ ବନାଇବାରେ ଆମକୁ ସହଯୋଗ କରୁଛନ୍ତି ତାଙ୍କୁ ଖୁବ୍ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ମୁଁ ସର୍ବପ୍ରଥମେ ଧନ୍ୟବାଦ ଦେବି ଆମର ମୁଖ୍ୟ ଅତିଥି ମାନନୀୟ ବିଧାୟକ ମହୋଦୟଙ୍କୁ, ସଦର ବିଧାୟକ ମାନସ କୁମାର ଦତ୍ତ ମହୋଦୟଙ୍କୁ, ଯିଏ ତାଙ୍କର ବହୁମୂଲ୍ୟ ସମୟ ଦେଇ ଏ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ଦ୍ୱିତୀୟରେ ମୁଁ ଧନ୍ୟବାଦ ଦେବି ଆମ ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ ସାର୍ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମହୋଦୟଙ୍କୁ, ଯିଏ ଆମ ମତ୍ସ୍ୟ ବିଭାଗ ସହିତ ବି ଜଡ଼ିତ ଅଛନ୍ତି ଏବଂ ପ୍ରାଣୀ ବିଭାଗ ସହିତ ବି ଜଡ଼ିତ ଅଛନ୍ତି ଆଉ ଯିଏ ଆପଣଙ୍କୁ ଆସିକି ଦୁଇଟା ଯାକ ବିଭାଗର ସ୍କିମ୍ ଓ ସବସିଡି ଭିତରେ ଖୁବ୍ ଭଲ ଭାବରେ କହିଲେ ଆପଣମାନଙ୍କୁ ପ୍ରୋତ୍ସାହିତ କରିବେ। ଧନ୍ୟବାଦ ସାର୍।